ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ତୁଳସୀ ଗୌଡ଼ା ନୋହାଲି ଗାଁର ହାଲାସ୍କି ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ପରିବେଶବିତ୍ ଥିଲେ। ସେ ଜଙ୍ଗଲ ବିଶ୍ୱକୋଷ ଭାବରେ ଜଣାଶୁଣା। ସେ କର୍ଣ୍ଣାଟକର ବାସିନ୍ଦା ଏବଂ ତାଙ୍କ ଜୀବନ କାଳରେ 30,000ରୁ ଅଧିକ ଗଛ ଲଗାଇଛନ୍ତି। ତାଙ୍କର ମୃତ୍ୟୁ 16 ଡିସେମ୍ବର 2024ରେ ହୋଇଥିଲା। ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।